ଅନ୍ୟ ସାଙ୍ଗମାନେ ମଧ୍ୟ ଥିଲେ, ଯେମିତିକି ସୋନୁ, ମନୁ, ଚିକୁ ଆଉ ରୂପା। କିନ୍ତୁ ଏମାନଙ୍କ ମଧ୍ୟରେ ସୋନୁ ଚିକୁର ବେଷ୍ଟ ଫ୍ରେଣ୍ଡ ଥିଲା। ଥରେ ଚିକୁର ଦେହ ଭୀଷଣ ଖରାପ ହେଲା, ସେ ବିଛଣାରେ ପଡ଼ି ରହିଲା। ତା ସ୍କୁଲ ଯିବା ମଧ୍ୟ ବନ୍ଦ ହୋଇଗଲା। ଯେତେ ଔଷଧ ଖାଇଲେ ମଧ୍ୟ ଚିକୁର ଦେହ ଜମା ସୁସ୍ଥ ହେଲାନି। ଧୀରେ ଧୀରେ ସେ ଚୁପ୍ ହୋଇଗଲା, ତା ମନ ଜମା ଭଲ ରହିଲାନି। ଏମିତି କିଛି ଦିନ ବିତିଗଲା, ତାର ପାଠ ପଢ଼ାରେ ବି ଜମା ମନ ଲାଗିଲାନି। ଦିନେ ଚିକୁ ତାଙ୍କ ଝରକା ଦେଇ ରାସ୍ତାକୁ ଚାହିଁଥିଲା। ହଠାତ୍ ସେ ଦେଖିଲା ଗୋଟିଏ ମାଙ୍କଡ଼ ସାଇକେଲ ଚଲେଇ ଯାଉଛି। ଏହା ଦେଖି ତାକୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା। ତା ପରଦିନ ସେ ପୁଣି ରାସ୍ତାକୁ ଚାହିଁଥିଲା, ଦେଖିଲା ଠେକୁଆଟିଏ ସାଇକେଲ ଚଲେଇ ଯାଉଛି। ସେ ବହୁତ ସମୟ ପରେ ବାହାରକୁ ଆସିଲା। ଠେକୁଆଟି ତାକୁ ଟା ଟା କରି ପଳେଇଲା। ଏମିତି କିଛି ଦିନ ଧରି ଭାଲୁ, ହରିଣ, ବାଘ ଏମିତି କେତେ ପଶୁଙ୍କୁ ସାଇକେଲ ଚଲେଇ ଯାଉଥିବାର ଦେଖିଲା। ଚିକୁ ଏତେବେଳେ ଖୁସି ଖୁସିରେ ରହୁଥିଲା। ତାର ଦେହ ସୁସ୍ଥ ହେବାକୁ ଲାଗିଲା, ପାଠ ପଢ଼ାରେ ମଧ୍ୟ ମନ ଲାଗିଲା। ଧୀରେ ଧୀରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା ଓ ସ୍କୁଲକୁ ଯିବା ଆରମ୍ଭ କଲା। ତାକୁ ଦେଖି ତାର ସାଙ୍ଗମାନେ ବହୁତ ଖୁସି ହେଲେ। ଚିକୁ ରାସ୍ତାରେ ଦେଖିଥିବା ମାଙ୍କଡ଼, ବାଘ, ଠେକୁଆ ସମସ୍ତଙ୍କ ବିଷୟରେ ତାର ସାଙ୍ଗମାନଙ୍କୁ କହିଲା। ସେମାନଙ୍କୁ ଆଉ ବି ଦେଖିପାରୁ ନଥିବାରୁ ମନ ଦୁଃଖ ବି କରୁଥିଲା। ଚିକୁର ମନ ଦୁଃଖ ଦେଖି ସୋନୁ ପ୍ରକୃତ ସତ କଥା ଚିକୁକୁ କହିଲା। ସେ ଚିକୁକୁ କହିଲା ଯେ ମୁଁ ସବୁଦିନ ଏଇ ପଶୁମାନଙ୍କ ପୋଷାକ ପିନ୍ଧି ତୁମ ଘର ଆଗରେ ଯାଉଥିଲି ତୋ ମନକୁ ଖୁସି କରିବା ପାଇଁ। ଏହା ଶୁଣି ଚିକୁ ଆଖିରେ ଲୁହ ଆସିଗଲା। ସେ ସୋନୁକୁ କୁଣ୍ଢେଇ ପକାଇଲା ଓ ତାକୁ ସୁସ୍ଥ କରିଥିବାରୁ ଧନ୍ୟବାଦ ଦେଲା। ଏହି ଗପରୁ ଆମେ ଶିକ୍ଷା ପାଇଲେ ଯେ ପ୍ରକୃତ ବନ୍ଧୁ